ସାଙ୍ଗମାନେ, ଯଦି ଆମ ମନ ଖାଲି ହୋଇଯାଏ, ଆମେ ସେଥିରେ ଏମିତି କିଛି ଭରି ଦେଇପାରିବା ଯାହାଦ୍ୱାରା ଆମ ମନର ଅସ୍ଥିରତା ଶାନ୍ତ ହୋଇପାରିବ। ଯଦି ମନର ଅସ୍ଥିରତା ଶାନ୍ତ ହୋଇଯାଏ, ଆମେ ଯାହା ଚାହିଁବା ତାହା କରିପାରିବା। ତେବେ ଚାଲନ୍ତୁ ଏକ କାହାଣୀ ମାଧ୍ୟମରେ ଜାଣିବା ମନର ଅସ୍ଥିରତାକୁ କିପରି ଶାନ୍ତ କରାଯାଇପାରିବ। ଗୋଟିଏ ଗାଁରେ ରାହୁଲ ନାମରେ ଜଣେ ପିଲା ଥିଲା। ତା'ର ଗୋଟିଏ ବଡ଼ ସମସ୍ୟା ଥିଲା। ସମସ୍ୟାଟି ହେଲା, ତା'ର ମନ ସଦାବେଳେ ବିଚଳିତ ଥିଲା। ତା'ର ମନରେ ସଦାବେଳେ କିଛି ନା କିଛି ନକାରାତ୍ମକ ବିଚାର ଆସୁଥିଲା। ତା' ମନର ବିଚଳିତ କେବେ ବନ୍ଦ ହେଉନଥିଲା। ଯେତେବେଳେ ସେ ବିଚାର କରି କିଛି କରୁଥିଲା, ତାହା ଭୁଲ ହୋଇଯାଉଥିଲା। ରାହୁଲ ସର୍ବଦା ଚିନ୍ତା ଭିତରେ ଦେଇ ଗତି କରୁଥିଲା। ସେ ଏପରି ପରିସ୍ଥିତିରୁ ବାହାରକୁ ଆସିବାକୁ ଚାହୁଁଥିଲା, କିନ୍ତୁ ତାଙ୍କୁ ପରିସ୍ଥିତିରୁ ମୁକ୍ତି ପାଇବାର ବାଟ ଜଣାନଥିଲା। ରାହୁଲ ଚାହୁଁଥିଲା ଯେ କେତେବେଳେ ବି ତା' ମନରେ ଫାଲତୁ ବିଚାର ନ ଆସୁ, କିନ୍ତୁ ତା' ମନରେ ସର୍ବଦା ଫାଲତୁ ବିଚାର ଆସିଯାଉଥିଲା। ସେଥିପାଇଁ ସେ ଜୀବନରେ ବହୁତ ଚିନ୍ତାଶୀଳ ହୋଇଯାଇଥିଲା। ଦିନେ ଜଣେ ଲୋକ ତାଙ୍କୁ କହିଲା, ପାଖ ପାହାଡ଼ରେ ଜଣେ ସନ୍ନ୍ୟାସୀ ରହୁଛନ୍ତି। ତୁମେ ତାଙ୍କ ପାଖକୁ ଯାଅ, ସେ ତୁମ ସମସ୍ୟା ସମାଧାନର ବାଟ ଦର୍ଶାଇବେ। ଏ କଥା ଶୁଣି ରାହୁଲ ତା' ପରଦିନ ସକାଳୁ ସକାଳୁ ଯାଇ ସନ୍ନ୍ୟାସୀ ପାଖରେ ପହଞ୍ଚିଗଲେ ଏବଂ ନିଜର ସମସ୍ୟା କହିଲେ। ସନ୍ନ୍ୟାସୀ ଜଣକ ରାହୁଲର କଥାକୁ ବଡ଼ ଧ୍ୟାନ ସହକାରେ ଶୁଣିଲେ ଏବଂ କହିଲେ ଯେ, ତୁମେ ମୋ ଠାରୁ କ'ଣ ଜାଣିବାକୁ ଚାହୁଁଛ? ଏ କଥା ଶୁଣି ରାହୁଲ କହିଲା, ହେ ମୁନିବର, ମୁଁ ମୋ ମନକୁ ଶାନ୍ତ ଏବଂ ଖାଲି କରିବାକୁ ଚାହେଁ। ମୁଁ ଆପଣଙ୍କ ଠାରୁ ଜାଣିବାକୁ ଚାହେଁ ଯେ ମନକୁ କିପରି ଶାନ୍ତ ବା ଖାଲି କରାଯାଇପାରିବ। ମୋର ମନ ସଦାବେଳେ ଚିନ୍ତାରେ ଭରି ରହୁଛି। ମୋର ଧ୍ୟାନ ଗୋଟିଏ ଜାଗାରେ ସ୍ଥିର ରହୁନାହିଁ। ମୁଁ ଗୋଟିଏ କାମ କଲାବେଳେ ନକାରାତ୍ମକ ସମସ୍ୟା ପାଇଁ ଆଉ ଗୋଟିଏ କାମରେ ମୋର ମନ ପଶିଯାଉଛି। ମୋର ମନ ଗୋଟିଏ ଜାଗାରେ ସ୍ଥିର ହେଉନାହିଁ। ଏମିତି ଭାବରେ ପ୍ରତ୍ୟେକ ଦିନ ମୋ ମନରେ ହଜାର ଚିନ୍ତାଧାରା ଆସିଯାଉଛି। ଏସବୁ କେମିତି ଆଉ କିପରି ହେଉଛି ମୁଁ କିଛି ଜାଣିପାରୁନାହିଁ। କିଛି ସମୟ ଗଲା ପରେ ମୋତେ ଜଣାପଡ଼ୁଛି ଯେ ମୁଁ କ'ଣ କରିବାକୁ ବସିଥିଲି ଆଉ ମୁଁ କ'ଣ କଲି। ଗୁରୁଦେବ, ମୁଁ ମୋ ମନକୁ ବିଚାରରୁ ଖାଲି କରିବାକୁ ଚାହୁଁଛି। ମୁଁ ଚାହୁଁଛି ଯେ ମୋ ମନରେ ଗୋଟିଏ କି ବିଚାର ନ ଆସୁ। ତାପରେ ଋଷିବର କହିଲେ, କିଛି ସମସ୍ୟାର ସମାଧାନ ସେତେବେଳେ ବାହାର କରାଯାଏ ଯେତେବେଳେ ଆମେ ସେ ସମସ୍ୟାଟିକୁ ଠିକ୍ ଭାବରେ ବୁଝିପାରୁ। ଯେଉଁ ମନକୁ ତୁମେ ଖାଲି କରିବାକୁ ଚାହୁଁଛ, କ'ଣ ତୁମେ ସେ ମନ ବିଷୟରେ ଜାଣିଛ? ପିଲାଟି କହିଲା, ଋଷିବର, ମୁଁ ମୋ ମନକୁ ଯେତେ ଜାଣିବାକୁ ଚାହୁଁଛି ତାହା ସେତେ ରହସ୍ୟମୟ ହୋଇଯାଉଛି। ତାପରେ ଋଷିବର ପିଲାଟିକୁ ଗୋଟିଏ ମାଟିର ପାତ୍ର ଦେଇ କହିଲେ, ଯାଅ, ଏହି ପାତ୍ରରେ ଛୋଟ ଛୋଟ ପଥର ଭରି କରି ଆଣ। ପିଲାଟି ସେହି ପାତ୍ର ନେଇ ସେଥିରେ ଛୋଟ ଛୋଟ ପଥର ଭରି କରି ଋଷିଙ୍କ ପାଖରେ ରଖିଲା। ଋଷିବର ପିଲାଟିକୁ କହିଲେ, ଏହି ପାତ୍ରଟିକୁ ତୁମେ ତୁମର ମନ ବୋଲି ଭାବ ଏବଂ ଏହି ପାତ୍ରରେ ଥିବା ପଥରକୁ ତୁମର ବିଚାର ବୋଲି ଭାବିନିଅ। ଏବେ ଏହି ପାତ୍ରରେ ତୁମେ ଆଉ ପଥର ଭର। ଯୁବକଟି ପାତ୍ରରେ ଆହୁରି ପଥର ଭରିବାକୁ ଆରମ୍ଭ କଲା। ପାତ୍ରଟି ଭରି ଯାଇଥିବା କାରଣରୁ ଗୋଟିଏ ଦୁଇଟି ପଥର ପାତ୍ରରେ ରହିବା ପରେ ବାକିତକ ତଳେ ପଡ଼ିବାକୁ ଆରମ୍ଭ କଲା। ତାପରେ ଋଷିବର ପିଲାଟିକୁ କହିଲେ, ଟିକେ ରହିଯାଅ, ଦେଖ, ପାତ୍ରରେ ଆଉ ପଥର ରହୁନାହିଁ। ପଥର ସବୁ ତଳେ ପଡ଼ିଯାଉଛି, କାରଣ ପାତ୍ରରେ ଯେତିକି ପଥର ରହିବା କଥା ରହିସାରିଛି। ପାତ୍ରରେ ପଥର ଭରିବାକୁ ହେଲେ ଆଗରୁ ଭରାଯାଇଥିବା ପଥରକୁ ବାହାର କରିବାକୁ ପଡ଼ିବ। ଏ କଥା ଶୁଣି ପିଲାଟି କହିଲା, ମୁନିବର, ମୁଁ ଜାଣିସାରିଲିଣି କି ଆପଣ ମୋତେ କ'ଣ କହିବାକୁ ଚାହୁଁଛନ୍ତି। ଆମେ ଆମ ମନକୁ ବିଚାରରେ ହିଁ ଖାଲି କରିବାକୁ ପଡ଼ିବ। ରାହୁଲର କଥା ଶୁଣି ମୁନିବର କହିଲେ, ତୁମେ ପ୍ରଥମେ ମୋର ପୁରା କଥା ଶୁଣ, ତାପରେ ମନକୁ ଖାଲି କରିବ। ତାପରେ ଋଷିବର ରାହୁଲକୁ କହିଲେ, ଆମର ମନ ଏ ପାତ୍ରର ଓଲଟ ଅଟେ। କାହିଁକି ନା ପାତ୍ରକୁ ତ ଆମେ ପଥରରେ ଭରିଦେବା, କିନ୍ତୁ ମନକୁ ବିଚାରରେ ଭରିପାରିବା ନାହିଁ, କାରଣ ମନ ତ ସର୍ବଦା ଖାଲି ରହିଥାଏ। ଏ କଥା ଶୁଣି ଯୁବକଟି କହିଲା, ମୁନିବର, ଆପଣଙ୍କ କଥା ମୁଁ ବିଲକୁଲ ବୁଝିପାରୁନାହିଁ। ଯଦି ମନ ସର୍ବଦା ଖାଲି ଅଟେ, ତେବେ ଆମେ କାହିଁକି ତାକୁ ଖାଲି କରିବାକୁ ଚାହାନ୍ତି? ମନକୁ ଖାଲି କରିବାର କ'ଣ ଆବଶ୍ୟକତା ରହିଛି? ମୁନିବର କହିଲେ, ଏ ପାତ୍ରରୁ ଗୋଟିଏ ଗୋଟିଏ କରି ପଥର ବାହାର କର। ରାହୁଲ ତାହା ହିଁ କଲା। ପାତ୍ରରୁ ଗୋଟିଏ ଗୋଟିଏ କରି ସବୁତକ ପଥର ବାହାର କରିଦେଲା। ତାପରେ ଋଷିବର କହିଲେ, ଦେଖିଲ ତ, ତୁମେ ଯେମିତି ଗୋଟିଏ ଗୋଟିଏ କରି ପଥର ବାହାର କଲ, ପାତ୍ର ପୁରା ଖାଲି ହୋଇଗଲା। ଏଥର ପାତ୍ରରେ ତୁମେ କୌଣସି ପଥର ଭରିପାରିବ। ପ୍ରଥମ ପଥର ହେଉ କିମ୍ବା ଦ୍ୱିତୀୟ ପଥର ହେଉ କି ତୃତୀୟ ପଥର ହେଉ, ଯେକୌଣସି ଗୋଟିଏ ପ୍ରକାରର ପଥରରେ ଆମେ ପାତ୍ରକୁ ଭରିପାରିବା।
ଋଷିବର, ମୁଁ ବି ଏ କଥା କହିବାକୁ ଚାହେଁ, ଇଏ ତ ଗୋଟିଏ ପଥର, ଏହାକୁ ଆରାମରେ ବାହାର କରାଯାଇପାରେ ଏବଂ ପାତ୍ରକୁ ଖାଲି କରାଯାଇପାରେ। କିନ୍ତୁ ଗୁରୁଦେବ, ମୁଁ ମୋ ମନକୁ କିପରି ଖାଲି କରିପାରିବି? ତାପରେ ଗୁରୁଦେବ କହିଲେ, ଏ ପାତ୍ରରେ ଗୋଟିଏ ପଥର ପକାଅ ଏବଂ 2ଟା ପଥର ବାହାର କର। ଏ କଥା ଶୁଣି ଯୁବକଟି କହିଲା, ଏହା କିପରି ସମ୍ଭବ ହେବ? ପାତ୍ରରେ ଯେହେତୁ ଗୋଟିଏ ପଥର ଅଛି, ସେ ଗୋଟିଏ ପଥର ହିଁ ବାହାର କରାଯାଇପାରିବ। 2ଟା ପଥର କିପରି ସମ୍ଭବ ହେବ? ତାପରେ ମୁନିବର କହିଲେ, ଏମିତି ହୋଇପାରିବ ନାହିଁ, ତୁମେ ଏମିତି ହିଁ କର। ପାତ୍ରରେ 2ଟା ପଥର ପକାଅ ଆଉ 4ଟା ପଥର ବାହାର କର। ରାହୁଲ କହିଲା, ମୁନିବର, ଏହା କେମିତି ହୋଇପାରେ? ଏ ପାତ୍ରଟି କିଛି ଚମତ୍କାରୀ ନୁହେଁ ତ, ଯେଉଁଥିରେ 2ଟା ପଥର ପକାଇ 4ଟା ବାହାର କରାଯାଇପାରିବ? ଏକଥା ଶୁଣି ମୁନିବର କହିଲେ, ଏ ପାତ୍ର ଚମତ୍କାରୀ ନୁହେଁ, କିନ୍ତୁ ତୁମ ମନ ତ ଚମତ୍କାରୀ ଅଟେ। ସେଥିରେ ଯଦି ତୁମେ ଗୋଟିଏ ବିଚାରକୁ ବାହାର କରୁଛ, ସେଥିରେ ଆଉ 2ଟା ବିଚାର ଭରି ଯାଉଛି। ଯଦି ତୁମେ ସେ 2ଟା ବିଚାରକୁ ଧରୁଛ, ସେଥିରେ ଆଉ 4ଟା ବିଚାର ଭରି ଯାଉଛି। ଏହିପରି ଧୀରେ ଧୀରେ ତୁମ ମନରେ ବିଚାରର ଏକ ଲମ୍ବା ଲାଇନ୍ ଭରି ଯାଉଛି। ତାପରେ ତୁମେ ଗୋଟିଏ ପରେ ଗୋଟିଏ ବିଚାରକୁ ମନ ଭିତରେ ଭରି ରଖୁଛ। ଇଏ ମାଟିର ପାତ୍ର ତ ପଥରରେ ଭରିଯାଏ, କିନ୍ତୁ ତୁମ ମନ କେବେ ଭରିଯାଏ ନାହିଁ। ତାହା ସର୍ବଦା ଖାଲି ଅଟେ, କିନ୍ତୁ ମନ ଖାଲି କରେ ନାହିଁ। ଇଏ ହେଉଛି ମନର ମାୟା। ସେଠି ସବୁ କିଛି ଥାଏ, କିନ୍ତୁ କିଛି ନଥାଏ। ତାପରେ ଯୁବକଟି କହିଲା, ମୁଁ ଆପଣଙ୍କ କଥା ବୁଝିପାରୁଛି, କିନ୍ତୁ କ'ଣ ମୁଁ ସର୍ବଦା ମୋ ମନର ଜାଲରେ ଫସି ରହିବି? କ'ଣ ମୋ ମନରେ ମାୟା ଜାଲରୁ ବାହାରିବାର କୌଣସି ବାଟ ନାହିଁ? ତାପରେ ମୁନିବର କହିଲେ, ଏହି ପାତ୍ରରେ ଅଧା ପଥର ଭରିଦିଅ। ଯୁବକଟି ତାହା ହିଁ କଲା। ତାପରେ ମୁନିବର କହିଲେ, ଏହି ପଥରରୁ ଯେକୌଣସି ଗୋଟିଏ ପଥରକୁ ବାଛ ଆଉ ସେହି ପଥରରେ ଗୋଟିଏ ଛୋଟ ମୂର୍ତ୍ତି କରି ମୋତେ ଦେଇଦିଅ। ମୁଁ ଜାଣେ ତୁମେ ଜଣେ ଭଲ କାରିଗର, ତୁମେ ଏହା କରିପାରିବ। ତାପରେ ରାହୁଲ ପାତ୍ରରୁ ଗୋଟିଏ ପଥର ବାହାର କଲା ଆଉ ସେଥିରେ ମୂର୍ତ୍ତି ଆଙ୍କିବାକୁ ଯାଉଥିଲା। ତାକୁ ଲାଗିଲା ଏ ପଥରଟି ଭଲ ନୁହେଁ। ତାପରେ ସେ ପାତ୍ରରୁ ଆଉ ଗୋଟିଏ ପଥର ବାହାର କଲା, କିନ୍ତୁ ସେ ପଥରଟି ବି ତାକୁ ଭଲ ଲାଗିଲା ନାହିଁ। ତାର ରଙ୍ଗ ଭଲ ନଥିଲା। ଏହିପରି କରି କରି ଯୁବକଟି ପାତ୍ରରୁ ସବୁତକ ପଥର ବାହାର କରିଦେଲା। ଯୁବକଟିର ଏହି କାର୍ଯ୍ୟକୁ ମୁନିବର ଧ୍ୟାନର ସହିତ ଦେଖୁଥିଲେ। ତାପରେ ମୁନିବର କହିଲେ, ତୁମେ ପ୍ରଥମେ ଯେଉଁ ପଥରଟି ବାହାର କରିଥିଲ, ତୁମେ ମନେ ମନେ ଫାଇନାଲ କର ଯେ ତୁମ ପାଖରେ ସେହି ଗୋଟିଏ ପଥର ଛଡ଼ା ଅନ୍ୟ ପଥର ନାହିଁ। ମୁନିବରଙ୍କ କଥା ଶୁଣି ରାହୁଲ ପ୍ରଥମ ପଥରଟିକୁ ଆଣି ସେଥିରେ କାରୁକାର୍ଯ୍ୟ ଆରମ୍ଭ କଲା ଆଉ ସେହି ପଥରରେ ଗୋଟିଏ ସୁନ୍ଦର ମୂର୍ତ୍ତି ତିଆରି କରି ମୁନିବରକୁ ଦେଲା ଆଉ କହିଲା, ମୁନିବର, ଏହି ପଥରରେ ଏଭଳି ସୁନ୍ଦର ମୂର୍ତ୍ତିଟିଏ ତିଆରି ହୋଇପାରିବ, ମୁଁ ଏହା କେବେ ଭାବିନଥିଲି। ଯେତେବେଳେ ତୁମ ପାଖରେ ଅନ୍ୟ ବିକଳ୍ପ ନଥିବ, ସେତେବେଳେ ସେହି ବିକଳ୍ପରେ ହିଁ ମନ ପ୍ରାଣ ଦେଇ କାମ କରିବାକୁ ହେବ। ଆଉ ଯେତେବେଳେ ଆମ ପାଖରେ ବହୁତ ଗୁଡ଼ିଏ ବିକଳ୍ପ ଥାଏ, ସେତେବେଳେ ଆମେ ପଥର ପସନ୍ଦ କରନ୍ତି ନାହିଁ ଆଉ ମୂର୍ତ୍ତି ମଧ୍ୟ ତିଆରି କରନ୍ତି ନାହିଁ। ଆମ ମନ ବି ଏକ ବିଚାରର ପଛରେ 1000 ବିକଳ୍ପ ଆଣି ଠିଆ କରିଦିଏ ଆଉ ଗୋଟିଏ ମୁଖ୍ୟ ବିଚାରକୁ ଛାଡ଼ିକରି ଆମେ 1000 ଫାଲତୁ ବିଚାରରେ ଫସି ଯାଇଥାଉ। ତାପରେ ଯୁବକଟି କହିଲା, ମୁନିବର, ମୁଁ ଆପଣଙ୍କ କଥାକୁ ବହୁତ ଭଲ ଭାବରେ ବୁଝିପାରୁଛି, କିନ୍ତୁ ମୋତେ କ'ଣ କରିବାକୁ ହେବ? ଦୟାକରି ମୋତେ ମାର୍ଗଦର୍ଶନ କରାନ୍ତୁ। ଋଷିବର ପିଲାଟିକୁ କହିଲେ, ମନକୁ ସଫା କରିବା ବା ଖାଲି କରିବା 2-3 ଦିନର କାମ ନୁହେଁ। ଏହା ଏକ ଲମ୍ବା ପ୍ରକ୍ରିୟା ଅଟେ। କ'ଣ ତୁମେ ସେଥିପାଇଁ ପ୍ରସ୍ତୁତ ଅଛ? ଯୁବକଟି କହିଲା, ହଁ ଗୁରୁଦେବ, ମୁଁ ପ୍ରସ୍ତୁତ ଅଛି। ତାହା ଯେତେ ଲମ୍ବା ପ୍ରକ୍ରିୟା ହେଉନା କାହିଁକି। ପରେ ଋଷିବର ଯୁବକଟିକୁ କହିଲେ, ମନରୁ ନକାରାତ୍ମକ ଚିନ୍ତାଧାରା ଦୂର କରିବା ପାଇଁ କେତୋଟି ଉପାୟ ରହିଛି। ସେ ଉପାୟଗୁଡ଼ିକୁ ଧ୍ୟାନ ଦେଇ ଶୁଣ। ଉପାୟ ନମ୍ବର 1, ଏମିତି ଲୋକଙ୍କ ସାଥୀ ହୁଅ ନାହିଁ ଯେଉଁମାନେ ତୁମକୁ କମଜୋର ଏବଂ ଲକ୍ଷ୍ୟହୀନ ବୋଲି ଭାବନ୍ତି। ସର୍ବଦା ଆମର ଚତୁଃପାର୍ଶ୍ୱରେ ଏଭଳି ଲୋକମାନେ ରହିଥାନ୍ତି, ଯେଉଁମାନେ ଧନରେ ଆମଠାରୁ ଉପରେ ଥାନ୍ତି। ଏହି ଧନର ଅହଙ୍କାରରେ ସେମାନେ ଆମକୁ ହୀନ ମନେ କରନ୍ତି। ସେଥିପାଇଁ ଏପରି ଲୋକମାନଙ୍କ ସାଙ୍ଗରେ ସାଥୀ ହେବା ଉଚିତ ହେବ ନାହିଁ। ଏହି ଲୋକମାନେ ସର୍ବଦା ଛୋଟ ଲୋକମାନଙ୍କୁ ଜଣାଇ ଦେବାକୁ ଚାହାନ୍ତି କି ତୁମେ କେତେ ଛୋଟ, ଯେଉଁଥିପାଇଁ ଛୋଟମାନେ କିଛି ହାସଲ କରିପାରନ୍ତି ନାହିଁ। ଏହାଛଡ଼ା ଆମର କିଛି ମିତ୍ର ଏବଂ ଘରର ସଦସ୍ୟ ଥାନ୍ତି, ଯେଉଁମାନେ ଆମକୁ ଛୋଟ ବୋଲି ଜଣାଇ ହୁଅନ୍ତି। ଲୋକମାନଙ୍କ ପାଖରେ ଆମର ମଜାକ ଉଡ଼ାନ୍ତି। ଏଭଳି ଲୋକଙ୍କ ଠାରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ।
ଏହି ଲୋକମାନେ ତୁମକୁ ଏପରି ଲକ୍ଷ୍ୟହୀନ କରନ୍ତି ଯେ ତୁମକୁ ତୁମର ଯୋଗ୍ୟତା ଉପରେ ସନ୍ଦେହ ସୃଷ୍ଟି ହେବା ଆରମ୍ଭ ହୋଇଯାଏ। ତୁମ ମନ ଭିତରେ ନକାରାତ୍ମକ ଚିନ୍ତାଧାରା ଆସିଯାଏ। ଏହି ନକାରାତ୍ମକ ଚିନ୍ତାଧାରା ତୁମକୁ ମାନସିକ ଚିନ୍ତାଧାରା ଆଡ଼କୁ ନେଇଯାଏ। ଉପାୟ ନମ୍ବର 2, ତୁମେ ବହୁତ କମ୍ ଲୋକଙ୍କୁ ନିଜର ମିତ୍ର ବନାଅ। ଏମିତି ଲୋକଙ୍କୁ ନିଜର ମିତ୍ର ବନାଅ ଯେଉଁ ଲୋକମାନଙ୍କ ଠାରୁ ତୁମକୁ କିଛି ଶିଖିବାକୁ ମିଳିବ, ଯାହାଙ୍କର ତୁମେ ଇଜ୍ଜତ କରିପାରିବ, ଯିଏ ତୁମ ଭାବନାକୁ ବୁଝିପାରିବ, ଯାହାଙ୍କର ଚିନ୍ତାଧାରା ତୁମର ଚିନ୍ତାଧାରା ସହିତ ମେଳ ଖାଉଥିବ, ଯିଏକି ତୁମକୁ ଆଗକୁ ଯିବାରେ ସାହାଯ୍ୟ କରିପାରୁଥିବ। ଆମର ଜୀବନ ଚରିତ୍ରରେ ପିତାମାତାଙ୍କ ଛଡ଼ା ଆମ ମିତ୍ରଙ୍କର ବହୁତ ଯୋଗଦାନ ରହିଥାଏ। ଏଥିପାଇଁ ମିତ୍ର ଠିକ୍ ହେବା ଆବଶ୍ୟକ ଅଟେ। ଉପାୟ ନମ୍ବର 3, ତୁମେ କେବେ ନିଜର ଅତୀତକୁ ବଦଳାଇ ପାରିବ ନାହିଁ, କିନ୍ତୁ ତୁମର ଭବିଷ୍ୟତକୁ ବଦଳାଇ ପାରିବ। ସେଥିପାଇଁ ତୁମେ ବର୍ତ୍ତମାନରେ ରହି ସେହି କାମରେ ଧ୍ୟାନ ଦିଅ ଯେଉଁ କାମ ତୁମ ନିୟନ୍ତ୍ରଣରେ ଅଛି, ଯାହାକୁ ତୁମେ ଆଜି କରିପାରିବ। କେବଳ ବର୍ତ୍ତମାନରେ ରହି ଭବିଷ୍ୟତକୁ ବଦଳା ଯାଇପାରେ। ଏଥିପାଇଁ ବର୍ତ୍ତମାନରେ ବଞ୍ଚିବା ଅଭ୍ୟାସ କର। ନମ୍ବର 4, ସୁସ୍ଥ ଏବଂ ପୁଷ୍ଟିକ ଖାଦ୍ୟ ଖାଅ। ଆମ ଶରୀର ତାକତ ବା ବଳ ଦ୍ୱାରା ଚାଲିଛି। ଆମେ ଯେମିତି ଖାଦ୍ୟ ଖାଇବା ଆମ ଦେହରେ ସେମିତି ବଳ ହେବ। ଯଦି ଆମର ଶରୀର ସୁସ୍ଥ ନ ରହିବ, ଆମର ମନ କିପରି ସୁସ୍ଥ ରହିବ? ଯେତେବେଳେ ଶରୀର ରୋଗଗ୍ରସ୍ତ ଅବସ୍ଥାରେ ଥାଏ, ସେତେବେଳେ ମନରେ ବହୁ ପ୍ରକାର ନକାରାତ୍ମକ ଚିନ୍ତାଧାରା ଆସିଥାଏ। ସୁସ୍ଥ ଶରୀରରେ ସୁସ୍ଥ ମନର ବାସ ହୋଇଥାଏ। ଏଥିପାଇଁ ଶରୀରକୁ ସୁସ୍ଥ ଏବଂ ମଜବୁତ ରଖିବା ଦରକାର। ଉପାୟ ନମ୍ବର 5, ପ୍ରତିଦିନ ଧ୍ୟାନ କର। ଧ୍ୟାନ କରିବାର ଉପଯୁକ୍ତ ସମୟ ହେଉଛି ରାତ୍ରି ସମୟ। ରାତିରେ ଶୋଇବା ପୂର୍ବରୁ ଧ୍ୟାନ କରିବା ଦ୍ୱାରା ନିଦ୍ରା ବି ଭଲ ହୋଇଥାଏ। ଧ୍ୟାନ କରିବା ପାଇଁ ତୁମେ ତୁମର ଶ୍ୱାସ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବ କିମ୍ବା ମନରେ ଉଠୁଥିବା ବିଚାର ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବ। ମନରେ ଉଠୁଥିବା ବିଚାର ଉପରେ ଧ୍ୟାନ କେନ୍ଦ୍ରିତ କରିବା ଦ୍ୱାରା ଧ୍ୟାନ କରିବା ଲୋକର ଭଲ ଫାଇଦା ହୋଇଥାଏ। ଉପାୟ ନମ୍ବର 6, ତୁମେ ନୂଆ ନୂଆ ଜାଗା ବୁଲିବାକୁ ଯାଇପାରିବ। ଏକ ଲମ୍ବା ଯାତ୍ରା ତୁମକୁ ହଜାର ବହିର ଜ୍ଞାନ ଦେଇଥାଏ। ନୂଆ ନୂଆ ଜାଗାକୁ ଯିବା ଦ୍ୱାରା ନୂଆ ନୂଆ ଜ୍ଞାନର ପ୍ରାପ୍ତି ହୋଇଥାଏ। ମନର ଜାଲରେ କେବେ ଫସ ନାହିଁ। ଜୀବନରେ ଧ୍ୟାନ କରିବା ଶିଖ। ନିଜର ଧ୍ୟାନକୁ କେନ୍ଦ୍ରିତ କରିବା ଶିଖ। ନିଜର ଧ୍ୟାନରେ ଏକାଗ୍ରତା ଆଣ। ଜୀବନରେ ଯାହା ବି କରୁଛ ପୁରା ମନ ପ୍ରାଣ ଦେଇ କର। ସେ କାର୍ଯ୍ୟକୁ ଏପରି କର ଯେ କାମ ସରିବା ପରେ ଯେପରି ପୁନର୍ବାର ସେ କାର୍ଯ୍ୟ କରିବାକୁ ନ ପଡ଼େ। ମନର ମାୟାଜାଲରୁ ବାହାରିବା ଏତେ ସହଜ ନୁହେଁ, କିନ୍ତୁ ଏକାଗ୍ରତା ଏବଂ ଧ୍ୟାନ କରିବା ଦ୍ୱାରା ସେଥିରୁ ମୁକ୍ତି ମିଳିପାରିବ।